ପିଲାମାନେ ଆସ ଆଜି ପଢ଼ିବା ଆଉ ଏକ ସୃଜନାତ୍ମକ ଲିଖନ କଳାର ଅନ୍ୟ ଏକ ପ୍ରବାଦ ଯାହାର ନାଁ ହେଉଛି ଆପଣା ହସ୍ତେ ଜିହ୍ୱା ଛେଦି। ଜଗନ୍ନାଥ ଦାସ ଓଡ଼ିଆ ଭାଗବତରେ ଲେଖିଛନ୍ତି ଆପଣା ହସ୍ତେ ଜିହ୍ୱା ଛେଦି କେତାର ଅଛି ପ୍ରତିବାଦୀ। ଅର୍ଥାତ୍ ନିଜ ହାତରେ ଯଦି ନିଜେ ଜିଭଟିକୁ କାଟିଦେବା ତାହେଲେ ଫଳସ୍ୱରୂପ ଆମେ ବିପଦକୁ ଡାକି ଆଣିବା ଏବଂ ଏଥିପାଇଁ ଅନ୍ୟ କେହି କାରଣ ନୁହେଁ, ନିଜେ ନିଜର ବିପଦର କାରଣ ହୋଇଯିବା। ଆମେ ଜାଣିଛୁ ଯେ ଜିହ୍ୱା ବା ଜିଭ ଦୁଇଟି କାର୍ଯ୍ୟ କରିଥାଏ ଏବଂ ତାହା ହେଉଛି ବିଶେଷ ଧରଣର କାର୍ଯ୍ୟ। ଏକ ହେଲା ଅନ୍ୟମାନଙ୍କୁ ଭାବ ବିନିମୟ କରିବା ପାଇଁ ଜିଭ ମାଧ୍ୟମରେ ଆମେ କଥା କହିଥାଉ। ଦ୍ୱିତୀୟଟି ହେଉଛି ଜିଭ ଦ୍ୱାରା ଆମେ ସ୍ୱାଦ ଅନୁଭବ କରି ଖାଦ୍ୟ ଖାଇଥାଉ। ଯଦି ନିଜ ହାତରେ ଜିଭଟିକୁ କାଟିଦେବା ତାହେଲେ ନା ଆମେ ଭାବ ବିନିମୟ କରିପାରିବା ନା ଆମେ ଖାଦ୍ୟକୁ ଗ୍ରହଣ କରିପାରିବା। ତେଣୁ ମନ୍ଦ କାର୍ଯ୍ୟ ଯଦି ଆମେ ନିଜେ କରିବା ଏବଂ ଏଥିପାଇଁ ଆମେ ପ୍ରୋତ୍ସାହନ ଦେବା ତାହେଲେ ବିପଦକୁ ଆମେ ନିଜେ ଡାକି ଆଣିବା। ଯେତେବେଳେ କୌଣସି ସରକାରୀ କାର୍ଯ୍ୟରେ ଆମେ ବଡ଼ ପଦପଦବୀରେ ଥାଇ ଲାଞ୍ଚ ନେବା ବା ମିଛ କଥା କହିବା, ଦିନେ ସମୟ ଆସିବ ଆମେ ଧରା ପଡ଼ିଗଲେ ଚାକିରିରୁ ମଧ୍ୟ ବହିଷ୍କୃତ ହେବା। ତେଣୁ ଏ କ୍ଷେତ୍ରରେ ନିଜର ବିପଦ ହୋଇ ଛିଡ଼ା ହେବା ବା ନିଜର ଭାଗ୍ୟ ଏବଂ ଭବିଷ୍ୟତକୁ ନିଜ ହାତରେ ନଷ୍ଟ କରିଦେବା। ଯେମିତିକି ପିଲାଟିଏ ପାଠ ନ ପଢ଼ିକିନା ପରୀକ୍ଷା ହଲରେ ବସିକି କପିର ସାହାରା ନେବ ଏବଂ ଧରା ପଡ଼ିଗଲେ 2ରୁ 3 ବର୍ଷ ଧରିକି ସେ ପରୀକ୍ଷାରୁ ବଞ୍ଚିତ ହେବ ଏବଂ ନିଜ କ୍ୟାରିୟରକୁ ମଧ୍ୟ ବର୍ବାଦ କରିଦେବ। ଏଥିପାଇଁ ସମୟ କ୍ରମରେ ସଚେତନ ହେବା ଏବଂ ନିଜକୁ ପ୍ରସ୍ତୁତ କରି ଏକ ଭଲ ଦିଗକୁ ଆଗେଇ ନେବା। ଯଦି ତା ନକରି ଆମେ ଧନ ପ୍ରାପ୍ତିର ଆଶାରେ ବା ଲାଳସାରେ ଆମେ ଖରାପ କର୍ମ କରିବା ତାହେଲେ ବିପଦକୁ ଆମେ ଅତି ନିକଟକୁ ଆମନ୍ତ୍ରିତ କରିବା ଏବଂ ନିଜେ ନିଜର ଧ୍ୱଂସର କାରଣ ହୋଇଯିବା। ତେଣୁ ସବୁବେଳେ ସଠିକ୍ ଉପାୟକୁ ଅବଲମ୍ବନ କରିବା ଏବଂ ଅସତ୍ ଉପାୟକୁ ବହିଷ୍କାର କରିବା, ଯାହାଦ୍ୱାରା କି ଆମେ ନିଶ୍ଚିତ ଭାବରେ ଏକ ଆସନ୍ନ ଦୁର୍ଘଟଣାରୁ ନିଜକୁ ମୁକ୍ତ କରିପାରିବା। ତେଣୁ ବିପଦର କାରଣ ନିଜେ ନ ହୋଇ ତା ପୂର୍ବରୁ ସଚେତନ ହେଲେ ଆମେ ଯେକୌଣସି ଗୋଟିଏ ସଫଳତାର ଶୀର୍ଷକୁ ଅତିକ୍ରମ କରିପାରିବା। ତେଣୁ କଥାରେ କୁହାଯାଇଛି ଯଦି ନିଜ ହାତରେ ନିଜର ଜିଭଟିକୁ କାଟି ଦିଆଯାଏ ତାହେଲେ ବିପଦକୁ ନିଜେ ଡାକି ଆଣିବା। ଯେମିତିକି ପ୍ରବାଦ ଅଛି ଆ ବେଲ ମୁଝେ ମାର, ଅର୍ଥାତ୍ ଆ ବଳଦ ମୋତେ ବିନ୍ଧ। ଯଦି ଆମେ ସେଇ ନ୍ୟାୟରେ କାର୍ଯ୍ୟ କରିବା ତାହେଲେ ବିପଦ ନିଶ୍ଚିତ ଭାବରେ ଆମ ଖୁବ୍ ନିକଟରେ ଆସିବ ଏବଂ ଆମ ସଫଳତା ଦିଗକୁ ଅତିକ୍ରମ କରିବା ପରିବର୍ତ୍ତେ ବିଫଳତାର ସମ୍ମୁଖୀନ ହେବା। ତେଣୁ ଏ ପ୍ରବାଦଟି ପିଲାମାନେ ଯେତେବେଳେ ଲେଖିବ ନିଶ୍ଚିତ ଭାବରେ ଶୀର୍ଷକ ଆପଣା ହସ୍ତେ ଜିହ୍ୱା ଛେଦି ଦେବାକୁ ଆଦୌ ଭୁଲିବ ନାହିଁ। ଚେଷ୍ଟା କରିବ 150ରୁ 200 ଶବ୍ଦ ମଧ୍ୟରେ ଏହାକୁ ସୀମିତ ରଖିବ ଏବଂ ଯେତେବେଳେ ପରୀକ୍ଷା ଦେବ ନିର୍ଭୁଲ ଭାବରେ ବନାନ ଶୁଦ୍ଧି ରଖି ଲେଖାଟିକୁ ଲେଖିଲେ ନିହାତି ଭାବରେ ସୁନ୍ଦର ସୁନ୍ଦର ଅକ୍ଷର ମାଧ୍ୟମରେ ଏହାକୁ ଉପସ୍ଥାପନ କଲେ 5 ନମ୍ବରରୁ 4.5 ନମ୍ବର ପର୍ଯ୍ୟନ୍ତ ମିଳିପାରିବ।